Hi ପିଲାମାନେ, this is Ramakant and welcome back to RK Tutorial Point. ପିଲାମାନେ, ଆଜିର ଭିଡିଓ ଲେକ୍ଚରରେ ଆମେ ଡିସ୍କସନ କରିବା ପ୍ଲସ୍ ଟୁ ଦ୍ୱିତୀୟ ବର୍ଷ ଇଂରାଜୀ ଚାପ୍ଟର 2 ଅନ୍ ଏକ୍ସାମିନେସନର ୟୁନିଟ୍ 1 ର ପ୍ରଶ୍ନ ଉତ୍ତର ଏବଂ ପିଲାମାନେ କ୍ୱେଶ୍ଚିନ୍ ଆନ୍ସର ଆଲୋଚନା କରିବା ପୂର୍ବରୁ ତମମାନଙ୍କୁ ସବୁବେଳେ ଗୋଟେ ରିକ୍ୱେଷ୍ଟ କରିଆସିଛି ଯେ ପ୍ରଥମେ ତମମାନେ 100% ଟ୍ରାଏ କର ଯେ ଏକ୍ସପ୍ଲେନ୍ କ୍ଲାସକୁ ବହୁତ ଭଲ ଭାବରେ କମ୍ପ୍ଲିଟ୍ କରିବା ପାଇଁ, ଯାହାଫଳରେ ତମମାନେ 100% ଆକ୍ୟୁରେସି ସହିତ ପ୍ରଶ୍ନ ଉତ୍ତର ଗୁଡ଼ିକ ଦେଖିପାରିବ। କାହିଁକି ନା ପିଲାମାନେ ଏ ପ୍ରଶ୍ନ ଗୁଡ଼ିକ ତମମାନଙ୍କୁ କହିପାରିବା ଏକ୍ସାମରେ ଡାଇରେକ୍ଟଲି 1 into 2 ମାର୍କ ହିସାବରେ ପଳେଇ ଆସୁଛି, ବା କହିପାରିବା 1 into ଇଜିକାଲ ପିଲାମାନେ ଆଉ କହିପାରିବା 5 into 2 10 ମାର୍କରୁ ପିଲାମାନେ କ୍ୱେଶ୍ଚିନ୍ ଡାଇରେକ୍ଟ ପଳେଇ ଆସୁଛି। ଓକେ, ଏଇ ପ୍ରଶ୍ନ ସବୁ ଯାହା ତମର ୟୁନିଟ୍ ଭିତରେ ଆଲୋଚନା କରାଯାଉଛି। ପିଲାମାନେ ଅଲରେଡି ଆମମାନଙ୍କର ଏଜୁକେସନ, ଇକୋନୋମିକ, ପଲିଟିକାଲ, ହିଷ୍ଟ୍ରି ଚାଲିଛି କ୍ଲାसेस ଗୁଡ଼ିକ। ଇଂଲିଶ ପିଲାମାନେ ଆମର ଏକ୍ସପ୍ଲେନ୍ କ୍ଲାସ ସରିକି ପ୍ରଶ୍ନ ଉତ୍ତର ଥରେ ଆଲୋଚନା ସରିଛି ଏବଂ ସେକେଣ୍ଡ ଟାଇମ୍ ଆଲୋଚନା ହଉଛି। ଏମସିକ୍ୟୁ କରିବାନି, କାହିଁକିନା ଏମସିକ୍ୟୁ ତମମାନଙ୍କର ସିଲାବସରେ ନାହିଁ, କିନ୍ତୁ ବେଷ୍ଟ ହେଇଥିଲା ତମମାନଙ୍କର ଆକ୍ୟୁରେସି ଲେଭେଲ ବଢିବା ପାଇଁ, କୌଣସି ଟପିକକୁ ଧରିବା ପାଇଁ। ଛାଡ଼, ସେ ଅଲଗା କଥା। ତ ପିଲାମାନେ ଭାବ ଯେ ତମମାନେ 100% ଆକ୍ୟୁରେସି ସହିତ ସେତେବେଳେ ବିଷୟକୁ ଭଲସେ ବୁଝିପାରିବ ଯେତେବେଳେ ତମମାନେ କଣ କ୍ଲାସ ଆରମ୍ଭ ପୂର୍ବରୁ, ବା କହିପାରିବା ପ୍ରଶ୍ନ ଉତ୍ତର କ୍ଲାସ ଆରମ୍ଭ ପୂର୍ବରୁ ଥରେ ମାତ୍ର ତମମାନେ ଏକ୍ସପ୍ଲେନ୍ କ୍ଲାସକୁ ଦେଖିକି ଆସିବ, ଯାହାର ଲିଙ୍କ ମଧ୍ୟ ମୁଁ ଡେସ୍କ୍ରିପସନ ବକ୍ସରେ ଦେଇଦେଇଛି। ଚାଲ ଆଲୋଚନା କରିବା ଏବଂ ଆଲୋଚନା ବେଳେ ପିଲାମାନେ ଧ୍ୟାନପୂର୍ବକ ପ୍ରତିଟି ଶବ୍ଦ ଏବଂ ଲାଇନ୍ ବାଇ ଲାଇନ୍ ତମେ ନୋଟ୍ ଡାଉନ୍ କରିପାରିବ। ପ୍ରଶ୍ନ ନମ୍ବର 1 ଆମକୁ କଣ ପଚାରୁଛି? ଡଜ୍ ଦ ରାଇଟର ଲାଇକ୍ ଏକ୍ସାମିନେସନ? କୋଟ୍ ଦ ଲାଇନ୍ ଇନ୍ ସପୋର୍ଟ ଅଫ ୟୁର ଆନ୍ସର। ପିଲାମାନେ ଡଜ୍ ଦ ରାଇଟର କହିଲେ କଣ? ଲେଖକ। ବୁଝିପାରୁଛ କି? ୱେଟ୍ କର ପିଲାମାନେ। ପିଲାମାନେ କଣ ଲେଖକ ପସନ୍ଦ କରନ୍ତି କି ପରୀକ୍ଷାକୁ? ପରୀକ୍ଷା କଲେ ପିଲାମାନେ ତାଙ୍କର ସ୍କୁଲ ସମୟରେ ବା କଲେଜ ସମୟରେ ସେ ଯାହା ମାନେ ସ୍କୁଲ ସମୟରେ ଯାହା ସେ ପରୀକ୍ଷା ଗୁଡ଼ିକ ଆପିୟର କରିଛନ୍ତି, କଣ ପସନ୍ଦ କରନ୍ତି କି? ପିଲାମାନେ ଆନ୍ସର ତମମାନଙ୍କର ୟେସ୍ କିମ୍ବା ନୋ ରେ ଆସିବ। ପିଲାମାନେ ଯଦି ହଁ, ତାହେଲେ ବିଷୟ ଭିତରେ ଥିବା ସେ ଧାଡି ଗୁଡ଼ିକ ତମେ ଲେଖିକିରି ସପୋର୍ଟ କର ବା ସମର୍ଥନ କର ସେ ଆନ୍ସରକୁ, ଯେ ହଁ ଲେଖକ ପରୀକ୍ଷାକୁ ପସନ୍ଦ କରନ୍ତି। ଯଦି ନା, ତାହେଲେ ବି ତମମାନେ ବିଷୟ ଭିତରୁ ପିକ୍ କର ଯେ କାହିଁକି ଲେଖକ କଣ ପରୀକ୍ଷାକୁ ପସନ୍ଦ କରନ୍ତି ନାହିଁ। ପିଲାମାନେ ତମମାନଙ୍କୁ ଚୁଜ୍ କରିବାର ଅଛି ଯେ ଲେଖକ ନାପସନ୍ଦ ପସନ୍ଦ କରିବାର କାରଣ କଣ, ଯାହା ତମମାନଙ୍କର ବିଷୟ ଭିତରେ ଆଲୋଚନା ହେଇଛି। ତେଣୁ ସେ ହଁ ହଉ କିମ୍ବା ନା। ଆନ୍ସର ପିଲାମାନେ ଲେଖିପାରିବା। ଆନ୍ସର କଣ ନା ଦି ଅଥର ଲୋଥ୍ଡ ଏକ୍ସାମିନେସନ। ପିଲାମାନେ ଏହାର ଅର୍ଥ ହଉଛି କଣ? ଅନିଚ୍ଛା ସତ୍ତ୍ୱେ କାହାକୁ ବାଧ୍ୟ କରିବା କୌଣସି ଏକ୍ସାମ ଆପିୟର କରିବାକୁ, କୌଣସି ଖାଦ୍ୟ ଖାଇବାକୁ, ମାନେ ଆର ସିଧାସଳଖ ଅର୍ଥ ହଉଛି ଯେ କାହାର ଅନିଚ୍ଛା ସତ୍ତ୍ୱେ କୌଣସି କାମ କରିବାକୁ କହିବା। ଲୋଥ୍, LOATH। ତ ପିଲାମାନେ ଏଠି ଯେହେତୁ ଲେଖା ହେଇଗଲା ଲୋଥ୍ ଏକ୍ସାମିନେସନ, କହିଲେ ଲେଖକ ପରୀକ୍ଷାକୁ ତାଙ୍କ ନିଜ ଅନିଚ୍ଛା ସତ୍ତ୍ୱେ ଯାଉଥିଲେ। ଦିସ୍ ଫାର୍ଷ୍ଟ ଫ୍ୟୁ ଲାଇନ୍ ଏକ୍ସପ୍ରେସ ହିଜ୍ ଡିସଲାଇକ୍ ଫର ଏକ୍ସାମିନେସନ କ୍ୱାଇଟ୍ ଭିଡଲି। ପିଲାମାନେ ଏହାର ଅର୍ଥ କଣ? ଭିଡଲି ଅର୍ଥ ମନେ ରଖିଥା, ଯାହାର ଅର୍ଥ ହଉଛି ଅତି, ମାନେ ଅତିଶୟ ଭାବରେ, ବା ଆମେ କହିପାରିବା ପ୍ରକୃତରେ, ମାନେ ଲେଖକ ପ୍ରକୃତରେ କଣ ନା ପରୀକ୍ଷାକୁ ନାପସନ୍ଦ କରୁଥିଲେ, ଯାହାକି ଦି ଫାର୍ଷ୍ଟ ଫ୍ୟୁ ଲାଇନ୍ସ ଏକ୍ସପ୍ରେସ, ବିଷୟର ପ୍ରଥମ କିଛି ଧାଡିରେ ହିଁ ଜଣା ପଡିଯାଉଛି ଯେ ଲେଖକ ପରୀକ୍ଷାକୁ ନାପସନ୍ଦ କରନ୍ତି। ପର୍ଟିକୁଲାର ଆମେ କହିପାରିବା ଗୋଟେ ସେଣ୍ଟେନ୍ସ ଅଛି ଯାହା ଲେଖାଯାଇଛି, ଦିସ୍ ଏକ୍ସାମିନେସନ ୱେଆର ଏ ଗ୍ରେଟ୍ ଟ୍ରାଏଲ ଟୁ ମି। ପିଲାମାନେ ଟିକେ ଧ୍ୟାନ ଦିଅ, ଏ ଯୋଉ ଲାଇନଟା ଲେଖା ହେଇଛି ଟିକେ ଧ୍ୟାନରେ ଦେଖ, ଯେ ଲେଖାଯାଇଛି ଦିସ୍ ଏକ୍ସାମିନେସନ ୱେଆର ଏ ଗ୍ରେଟ୍ ଟ୍ରାଏଲ ଟୁ ମି। ଏଠି ଲେଖକ ୱିନଷ୍ଟନ ଚର୍ଚିଲ କହିଛନ୍ତି ଯେ ଏ ପରୀକ୍ଷା ମୋ ପାଇଁ ପ୍ରକୃତରେ ଜଟିଳ ଥିଲା। ଏଇଟା ହିଁ ପିଲାମାନେ ଏମିତି ଗୋଟେ ଶବ୍ଦ ଯାହାକୁ ପଢିଲେ ଆମେ ଜାଣିପାରିବା ଯେ ଲେଖକ ପରୀକ୍ଷାକୁ ନାପସନ୍ଦ କରୁଥିଲେ, ନୋ, ବା ଆମେ କହିପାରିବା ସେ ତାଙ୍କର ଅନିଚ୍ଛା ସହିତ ପରୀକ୍ଷା ଦେବାକୁ ଯାଉଥିଲେ। ଏକ୍ସପ୍ରେସ ଦ ୱେ ହି ଡ୍ରିଟେଡ୍ ଏକ୍ସାମିନେସନ। ପିଲାମାନେ ଅତିଶୟ ଭାବରେ ସେ ପରୀକ୍ଷାକୁ କଣ କରୁଥିଲେ? ଘୃଣା କରୁଥିଲେ। ଘୃଣା ପିଲାମାନଙ୍କ ସେନ୍ସ ଭଲ ଲାଗୁନି, ଆମେ କହିପାରିବା ନାପସନ୍ଦ କରୁଥିଲେ। ବୁଝିପାରିଲ? ଆନ୍ସର ଦେଖିବା କ୍ୱେଶ୍ଚିନ୍ ନମ୍ବର ପିଲାମାନେ 2। ଯଦି ତୁମମାନେ ଚାହିଁବ ଆନ୍ସର ମଧ୍ୟ ଓଡ଼ିଆ ଲେଖା ହେଇଛି, ପଢିପାରିବ। ଲେଖକ ପରୀକ୍ଷାକୁ ଘୃଣା କରନ୍ତି। ଛାଡ଼, ଘୃଣା ଲେଖିବା ଭଲ ଲାଗୁନି, ଆମେ ଲେଖିପାରିବା ନାପସନ୍ଦ କରନ୍ତି। ପ୍ରଥମ କିଛି ଧାଡି ପରୀକ୍ଷା ପାଇଁ ତାଙ୍କର ନାପସନ୍ଦକୁ ସ୍ପଷ୍ଟ ଭାବରେ ଦର୍ଶାଏ। ବିଶେଷ କରି ଏହି ପରୀକ୍ଷା ଗୁଡ଼ିକ ମୋ ପାଇଁ ଏକ ବଡ଼ ଜଟିଳ ପରୀକ୍ଷା ଥିଲା। ଏଥିରୁ ସ୍ପଷ୍ଟ ଯେ ସେ ପରୀକ୍ଷାକୁ ଭୟଭୀତ କରୁଥିବା ଅର୍ଥକୁ ପ୍ରକାଶ କରନ୍ତି। ପ୍ରଶ୍ନ ନମ୍ବର ପିଲାମାନେ ଆମେ 2 ଦେଖିବା। କଣ ଲେଖା ହେଇଛି? ପିଲାମାନେ ପ୍ରଶ୍ନଟା ଧ୍ୟାନପୂର୍ବକ ପଢ।
mention the subject that were dearest to the examiners ପିଲାମାନେ ପରୀକ୍ଷାର୍ଥୀ ମାନଙ୍କ ପାଇଁ ପ୍ରିୟ ବିଷୟ ଗୁଡିକ ଉଲ୍ଲେଖ କର ଡିଅରେଷ୍ଟ ପରୀକ୍ଷାର୍ଥୀ ମାନଙ୍କ ପାଇଁ ପିଲାମାନେ ଏଠି କୁହାଯାଉନି ୱିନଷ୍ଟନ ଚର୍ଚିଲଙ୍କର ହିଁ କଣ ପ୍ରିୟ ବିଷୟ ଥିଲା ସେ ଅଲଗା ଥିଲା କିନ୍ତୁ ଏଠି କୁହାଯାଉଛି ଯେ ଏକ୍ଜାମରେ ଯୋଉ ପିଲାମାନେ ପରୀକ୍ଷା ଦଉଥିଲେ ହାର ସ୍କୁଲରେ ବା ତା ପୂର୍ବରୁ ଯୋଉଠି ବି ପରୀକ୍ଷା ଲେଖକ ଦେଇଛନ୍ତି ତ ପ୍ରିୟ ବିଷୟ କଣ ଥିଲା ଆନ୍ସର ପିଲାମାନେ ଆମେ ଲେଖିପାରିବା ଲାଟିନ and mathematics were the two subject dearest to the examiners ଲାଟିନ ଏବଂ ଗଣିତ ପିଲାମାନେ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଦୁଇଟି ପ୍ରିୟ ବିଷୟ ରହିଥିଲା ଏଥିରେ କିଛି ମତେ ଲାଗୁନି ଏକ୍ସପ୍ଲେନ କଲା ଭଳିଆ ଅଛି ବୁଝିପାରିଲା କି କିନ୍ତୁ ଏଠି ପିଲାମାନେ ଦେଖିବ ଆଉ ଗୋଟେ ଜିନିଷ ତମେ ଜାଣିବାକୁ ପାଇବ ଯେ which subjects did the writer like the most ପିଲାମାନେ ଏଠି ପଳେଇ ଆସିବା ଆମେ ଚର୍ଚିଲଙ୍କ ପାଖକୁ ଯେ ଲେଖକ କେଉଁ ବିଷୟକୁ ଅଧିକ ପସନ୍ଦ କରୁଥିଲେ ଆନ୍ସର ଦି ଅଥର ଲଭଡ ହିଷ୍ଟ୍ରି ପୋଏଟ୍ରି ଆଣ୍ଡ ରାଇଟିଂ ଏସେ ଇତିହାସ କବିତା ଏବଂ ପ୍ରବନ୍ଧ ଲେଖିବାକୁ ତିନିଟା ଯାକ ଲେଖକ ପସନ୍ଦ କରୁଥିଲେ ପ୍ରଶ୍ନ ନମ୍ବର 4 ପିଲାମାନେ ଦେଖ ଧ୍ୟାନ ପିଲାମାନେ ଚାହିଁବ ତମାନେ ବହୁତ ଭଲ ଭାବରେ ମଧ୍ୟ ନୋଟ ଡାଉନ କରିପାରିବ what reason does the writer give for his not doing well in the examination ପରୀକ୍ଷାରେ ଭଲ ପ୍ରଦର୍ଶନ ନ ହୋଇଥିବା ପାଇଁ ଲେଖକ କେଉଁ କାରଣ ଦିଅନ୍ତି what କହିଲେ ପିଲାମାନେ କଣ ରିଜନ କହିଲେ କାରଣ ଦି ରାଇଟର ଲେଖକ ଗିଭ୍ ଦେଇଛନ୍ତି for his not doing well ପରୀକ୍ଷାରେ ଭଲ ନ କରିଥିବା ପାଇଁ ଯୋଉ କାରଣ ଦେଇଛନ୍ତି ପିଲାମାନେ ସେଗୁଡ଼ିକ କଣ in a lighter vein the author says ମାନେ lighter vein କହିଲେ ପିଲାମାନେ ମାନେ ଏମିତି ଶାନ୍ତପୂର୍ଣ୍ଣ ମନୋଭାବରେ ଲାଇଟଲି ଗୋଟେ କଥାକୁ ଜଷ୍ଟ କାଜୁଆଲି କହିଦେଇଛନ୍ତି କହିଛନ୍ତି that the examiners had uncanny ability to set questions from the topics the author was not good at ignore those sections in which the author was good at this contributed to his poor show in the examination ଲେଖକଙ୍କ କହିବା କଥା ସେ ଗୋଟେ ମାନେ ଏମିତି ନର୍ମାଲି କହିଦେଇଛନ୍ତି ମାନେ the author says that examiners ମାନେ ପରୀକ୍ଷା ଏକ୍ସାମିନର ମାନେ କହିଲେ ପିଲାମାନେ ଯୋଉମାନେ ପରୀକ୍ଷା ନିଅନ୍ତି ହାର୍ଡ ଅନକାନ କହିଲେ ପିଲାମାନେ ରହସ୍ୟମୟ ଭାବରେ ତାଙ୍କର ଆବିଲିଟି ତାଙ୍କ କ୍ଷମତା ଦେଖେଇଛନ୍ତି ଏବଂ ସେ କ୍ୱେଶ୍ଚିନ୍ ଫର୍ମ କରିଛନ୍ତି ତିଆରି କରିଛନ୍ତି ସେଇ ବିଷୟରେ ଦି ଅଥର ୱାଜ ନଟ୍ ଗୁଡ୍ ଆଟ୍ ଯୋଉଥିରେ କେବେ ବି ଲେଖକ ଭଲ ନଥିଲେ ଆଣ୍ଡ ଇଗ୍ନୋର ଦୋଜ ସେକ୍ସନ ଏବଂ ସେ ବିଭାଗକୁ ସେ ଅଣଦେଖା କରିଦେଇଛନ୍ତି ଇନ୍ ହ୍ୱିଚ୍ ଦ ଅଥର ୱାଜ ଗୁଡ୍ ଆଟ୍ ଏବଂ ଯୋଉଥିରେ ଲେଖକଙ୍କର ବହୁତ ଭଲ ହୁଏ ଦିସ୍ କଣ୍ଟ୍ରିବ୍ୟୁଟେଡ୍ ଟୁ ହିଜ୍ ପୁଅର ଶୋ ଇନ୍ ଦ ଏକ୍ସାମିନେସନ ଏବଂ ଏହି କାରଣ ଥିଲା ଯୋଉ ସକାଶେ ତାଙ୍କର ପରୀକ୍ଷାରେ ଭଲ ହେଇନି ଆନ୍ସର ପିଲାମାନେ ଟିକେ ଆମେ ଯଦି ପଢିବା ଭଲସେ ଏକ ଶାନ୍ତପୂର୍ଣ୍ଣ ମନୋଭାବରେ ଲେଖକ କହିଛନ୍ତି ଯେ ପରୀକ୍ଷକ ମାନେ ଲେଖକ ଭଲ ନଥିବା ବିଷୟ ଗୁଡ଼ିକରୁ ପ୍ରଶ୍ନ ସେଟ୍ କରିବା ପାଇଁ ଅତି କଠିନ ଏବଂ ରହସ୍ୟମୟ ଭାବରେ ଭାବନା ପ୍ରଶ୍ନ ଲେଖିଥାନ୍ତି ଏବଂ ସେଇ ବିଭାଗରେ ଅବହେଳା କରନ୍ତି ଯେଉଁଥିରେ ଲେଖକ ଭଲ ପ୍ରଦର୍ଶନ କରିପାରନ୍ତି ପରୀକ୍ଷା ତାଙ୍କର ଖରାପ ପ୍ରଦର୍ଶନରେ ଏହା ମୁଖ୍ୟ ସହାୟକ ହୋଇଥିଲା ପିଲାମାନେ ଏମିତି ମଜାଳିଆ କଥା ହେଲା ଯେ ଲେଖକ ଭାବି ନିଅ ମ୍ୟାଥ ଭଲ ଲାଗେ ତ ମ୍ୟାଥର କ୍ୱେଶ୍ଚିନ୍ ଆସେନି ଇଂଲିଶ ଭଲ ଲାଗେନି ତ ଇଂଲିଶରୁ ଅତି ଭୟଙ୍କର ଭାବରେ ସେ କ୍ୱେଶ୍ଚିନ୍ ସେଟ୍ କରିଛନ୍ତି ତାଙ୍କ ହିସାବରେ ମାନେ ଲେଖକ କାଜୁଆଲି କହିଛନ୍ତି ସେଥି ବିଷୟରେ ଲେଖାଯାଇଛି ଗୋଟେ ମାନେ ନର୍ମାଲ ଲାଇଟର ଭେନରେ ସେ କହିଛନ୍ତି ପ୍ରଶ୍ନ ନମ୍ବର 5 ଦେଖିବା ପିଲାମାନେ what did the writer write in the answer book for the latin paper ଲାଟିନ କାଗଜ ପାଇଁ ପିଲାମାନେ ଲାଟିନ କାଗଜ ପାଇଁ ଉତ୍ତର ପୃଷ୍ଠରେ ଲେଖକ କଣ ଲେଖିଛନ୍ତି ଏମିତି ଗୁଡା କଣ ଲେଖି ପକେଇଛନ୍ତି ନା the writer wrote nothing କିଛି ଲେଖି ନାହାନ୍ତି except the question number 1 क्वेश्चन नंबर पिलाମାନେ 1 ଦେଇଛନ୍ତି ବ୍ରାକେଟ ଦେଇକି ଡଟ୍ ଦୁଇଟି ବ୍ରାକେଟ ସହିତ ପ୍ରଶ୍ନ ନମ୍ବର 1 ବ୍ୟତୀତ କିଛି ଲେଖି ନାହାନ୍ତି ପ୍ରଶ୍ନ ନମ୍ବର 6 ହ୍ୱାଟ ୱାଜ ଦ ସ୍ୟାଡ୍ ସ୍ପେକ୍ଟାକଲ ଫର ହିମ୍ ତାଙ୍କ ପାଇଁ ଦୁଃଖଦ ଦୃଶ୍ୟ କଣ ଥିଲା ଆନ୍ସର ପିଲାମାନେ ଲେଖିପାରିବ ଦି ଅଥର କୁଡ୍ ରାଇଟ୍ ନଥିଂ ଇନ୍ ଦ ଆନ୍ସର ସ୍କ୍ରିପ୍ଟ କିଛି ବି ଲେଖି ନାହାନ୍ତି ହି ସାଟ୍ ଥ୍ରୁ ଦ 2 hours gazing at his blank answer paper ଏବଂ ସାଧା ପେପରକୁ ସେ ଚାହିଁ ରହିଛନ୍ତି ତାଙ୍କର ପରୀକ୍ଷା ସମୟରେ that had a few dots and some smudge ଏବଂ ସେ ପରୀକ୍ଷା ଖାତାରେ କିଛି ଧୂଳି ବସିଯାଇଛି ଏବଂ କିଛି ଡଟ୍ ମଧ୍ୟ ସେ ମାରିଛନ୍ତି this was the sad spectacle for him ଏହା ତାଙ୍କ ପାଇଁ ଗୋଟେ ଦୁଃଖଦ ଦୃଶ୍ୟ ଥିଲା ଆନ୍ସର ପିଲାମାନେ ଆମେ ଲେଖିପାରିବା ଲେଖକ ଉତ୍ତର ସ୍କ୍ରିପ୍ଟରେ କିଛି ବି ଲେଖିପାରିଲେନି ସେ 2 ଘଣ୍ଟା ଧରି ଖାଲି ଉତ୍ତର କାଗଜକୁ ଚାହିଁ ବସିଥିଲେ ଯେଉଁଥିରେ କିଛି ବିନ୍ଦୁ ଏବଂ କିଛି ଧୂଳି ଜମା ହେଉଥିଲା ଏହା ତାଙ୍କ ପାଇଁ ଦୁଃଖଦ ଦୃଶ୍ୟ ଥିଲା ପିଲାମାନେ ଆନ୍ସରକୁ ଭଲସେ ତମାନେ କ୍ଲିକ୍ କର ନିଜେ ନିଜେ ଟ୍ରାଏ କର ବୁଝିବା ପାଇଁ କିଛି ସେଥିରେ ତାଡ଼ଭିଡ଼ କାମ ନାହିଁ ପ୍ରଶ୍ନ ନମ୍ବର 7 ହ୍ୱାଟ ୱାଜ ଦ ରାଇଟର୍ସ ପୋଜିସନ ଇନ୍ ଦ ମେରିଟ ଲିଷ୍ଟ ଆଡମିସନ ପାଇଁ ମେରିଟ ତାଲିକାରେ ଲେଖକଙ୍କର ସ୍ଥିତି କଣ ଥିଲା ଆନ୍ସର ଦି ରାଇଟର୍ସ ପୋଜିସନ ୱାଜ ରାଇଟ୍ ଆଟ୍ ଦ ବଟମ ଅଫ ଦ
लिस्ट ତାଙ୍କର ସ୍ଥିତି ପିଲାମାନେ କଣ ନା ଲେଖକଙ୍କ ସ୍ଥିତି ତାଲିକାର ସମ୍ପୂର୍ଣ୍ଣ ତଳେ ଥିଲା। ସ୍ୱାଭାବିକ ପିଲାମାନେ ଖରାପ ଲାଗିବ। ଓକେ ୱେଟ୍ ପିଲାମାନେ ରାଇଟରଙ୍କ ଯୋଉ ମେରିଟ ତାଲିକାରେ ମାନେ ଲେଖକଙ୍କର ଯୋଉ ମେରିଟ ତାଲିକା ଥିଲା ଯୋଉ ମେଧାବୀ ଲିଷ୍ଟ ଗୋଟେ ବାହାରେ ଚିଠା ଗୋଟେ ବାହାରେ ଆଡମିସନରେ ଲେଖକଙ୍କ ସ୍ଥିତି କଣ ଥିଲା ଯେତେବେଳେ ତମମାନେ ଜାଣିବାକୁ ପହଞ୍ଚ ଭାବିନିଅ 10ଟି ପିଲା ଭିତରେ ତମମାନେ 10 ନମ୍ବର ପିଲାଟି ହେଇଥିବ ତମେ 10 ନମ୍ବର ପିଲା ହେଇଥିବ ତ ତମକୁ କେମିତି ଫିଲ୍ ହବ ତ ଲେଖକଙ୍କୁ ସେମିତି ହିଁ ଫିଲ୍ ହେଇଥିଲା ବୁଝିପାରିଲ ଯେ ସେ ସବା ତଳେ କଣ ପାଇଁ ବା ଲିଷ୍ଟର ସବୁ ତଳେ କଣ ପାଇଁ ପିଲାମାନେ ପ୍ରଶ୍ନ ନମ୍ବର 8 ଦେଖିବା whom does he give the credit of his success in the entrance examination ଏବଂ why ସେ ପ୍ରବେଶିକା ପରୀକ୍ଷାରେ ସଫଳତାର ଶ୍ରେୟ କାହାକୁ ଦିଅନ୍ତି ବା ଦବାକୁ ଚାହାନ୍ତି ଏବଂ ତାହା କାହିଁକି whom କହିଲେ କାହାକୁ he give ଦେଇଛନ୍ତି ଦି କ୍ରେଡିଟ୍ ଅଫ ହିଜ ସକ୍ସେସ୍ ତାଙ୍କର ସଫଳତାର ଯୋଉ କ୍ରେଡିଟଟା ବା କହିପାରେ ଶ୍ରେୟଟା ଇନ୍ ଦ ଏଣ୍ଟ୍ରାନ୍ସ ଏକ୍ସାମିନେସନ ତାଙ୍କର ପ୍ରବେଶିକା ପରୀକ୍ଷାରେ ଏବଂ କାହିଁକି ଯଦି ପିଲାମାନେ ସେ ତାଙ୍କ ବାପାଙ୍କୁ ଦବାକୁ ଚାହିଁଛନ୍ତି ତାହେଲେ ବି କାହିଁକି ତାଙ୍କ ଶିକ୍ଷକକୁ ଦବାକୁ ଚାହାନ୍ତି ତାହେଲେ ବି କାହିଁକି ଆନ୍ସର ପିଲାମାନେ ଲେଖିପାରିବ ହି ଡିଡ୍ ପୁଅରଲି ଇନ୍ ଦ ଏଣ୍ଟ୍ରାନ୍ସ ଏକ୍ସାମିନେସନ ସେ ବହୁତ ଖରାପ କରିଥିଲେ ତାଙ୍କର ମାନେ ପ୍ରବେଶିକା ପରୀକ୍ଷାରେ ବଟ୍ ଦ ପ୍ରିନ୍ସିପାଲ ଡକ୍ଟର ୱେଲ୍ଡନ୍ ତାଙ୍କର ଯିଏ ପ୍ରିନ୍ସିପାଲ ଥିଲେ ଚୁଜ୍ ଟୁ ଇଗ୍ନୋର ହିଜ୍ ଆବେସମାଲ ପରଫର୍ମାନ୍ସ ପିଲାମାନେ ଅତି ଅବିସ୍ମରଣୀୟ ବା ଆମେ କହିପାରିବା ଅତି ଅଦ୍ଭୁତକର ମାନେ ପ୍ରଦର୍ଶନ ଆଣ୍ଡ ଗେଭ୍ ହିମ୍ ଏ ସେଠି ମାନେ ଅବିସ୍ମରଣୀୟ କଣ ବହୁତ ଖରାପ ପ୍ରଦର୍ଶନ ଆମେ କହିପାରିବା performance and gave him a seat. So he gave the principal to the credit for his entry to Harrow. ତ ହାରୋ ସ୍କୁଲ ପିଲାମାନେ ସେ ଯାଇଛନ୍ତି ଏଣ୍ଟ୍ରାନ୍ସ ଦେବା ପାଇଁ ତାଙ୍କର ସେଠି ଆଡମିସନ ନେବାର ଅଛି ସେ ଏଣ୍ଟ୍ରାନ୍ସ ଏକ୍ସାମିନେସନରେ ସେ କିଛି ବି ଲେଖିନାହାନ୍ତି କେବଳ ବ୍ରାକେଟ କରି ଛାଡ଼ି ଦେଇଛନ୍ତି ଡଟ୍ ମାରିକି ତ ପ୍ରିନ୍ସିପାଲ ଡକ୍ଟର ଓଲ୍ଡନ ଯେ ଥିଲେ ସେ କଣ କରୁଛନ୍ତି ସେ ସବୁ ଇଗ୍ନୋର କରିକି ତାଙ୍କୁ ଗୋଟେ ସିଟ୍ ପ୍ରଦାନ କରିଛନ୍ତି କାହାକୁ ୱିନଷ୍ଟନ୍ ଚର୍ଚ୍ଚିଲକୁ ତେଣୁକରି ସେ ଯୋଉ ଶ୍ରେୟଟା ସେ ଦେବାକୁ ଚାହିଁଛନ୍ତି କାହାକୁ ତାଙ୍କର ପ୍ରିନ୍ସିପାଲକୁ ମାନେ ୱିନଷ୍ଟନ୍ ଚର୍ଚ୍ଚିଲ ତାଙ୍କର ଶ୍ରେୟ ଦେଇଛନ୍ତି ପ୍ରିନ୍ସିପାଲକୁ କାହିଁକିନା ସେ ବିନା ନ ଲେଖିବି ସେ ତାଙ୍କୁ କଣ କରିଛନ୍ତି ଏଣ୍ଟ୍ରାନ୍ସରେ କ୍ୱାଲିଫାଇ କରିଦେଇଛନ୍ତି ପ୍ରବେଶିକା ପରୀକ୍ଷାରେ ସେ ଖରାପ ପ୍ରଦର୍ଶନ କରିଥିଲେ କିନ୍ତୁ ପ୍ରିନ୍ସିପାଲ ଡକ୍ଟର ୱେଲ୍ଡନ ତାଙ୍କର ଅଶୁଭ ପ୍ରଦର୍ଶନକୁ ଅଣଦେଖା କରି ତାଙ୍କୁ ଏକ ସୁଯୋଗ ମଧ୍ୟ ଦେଇଥିଲେ ତେଣୁ ସେ ହାରୋରେ ପ୍ରବେଶ ପାଇଁ ପ୍ରିନ୍ସିପାଲଙ୍କୁ ଶ୍ରେୟ ଦେଇଥିଲେ ବା ପ୍ରିନ୍ସିପାଲ ୱେଲ୍ଡନଙ୍କୁ ସେ କଣ କରିଥିଲେ ଶ୍ରେୟ ଦେଇଥିଲେ ବୁଝିପାରିଲ ପ୍ରଶ୍ନ ନମ୍ବର ପିଲାମାନେ ଆମେ 9 ଦେଖିବା What does he mean by I gain no more advantage from the alphabet than from the wider sphere of letters? What does he mean by ତାଙ୍କର ଯୋଉ କହିବାର ଅର୍ଥଟା କଣ ଯେ I gain no more advantage ମୁଁ ଅଧିକ କିଛି ବି ଲାଭ ପାଇପାରିଲିନି from the alphabet ବର୍ଣ୍ଣମାଳାରୁ than from the wider sphere ବ୍ୟାପକ ବା ବୃହତ ଦୂରତା ହେଇଯିବା ଛାଡ଼ିଦେଲେ ମୁଁ ଅଲଗା କିଛି ବର୍ଣ୍ଣମାଳାରୁ ପାଇପାରିଲିନି ପିଲାମାନେ ଇଏ ତାଙ୍କର ନାଁର ରେସ୍ପନ୍ସରେ କହୁଛନ୍ତି ଯେମିତିକି ଦି ଅଥର୍ସ ନେମ୍ ଷ୍ଟାର୍ଟସ୍ ୱିଥ୍ ଏସ୍ ଲେଖକଙ୍କର ନାଁ ଶେଷ ମାନେ ଶେଷ ଆଡକୁ ଆମେ କହିପାରିବା ତାଙ୍କର ଧାଡି ଥିଲା କିନ୍ତୁ ତାଙ୍କ ନାଁ ହଉଛି ପିଲାମାନେ ପ୍ରଥମ ଅକ୍ଷର ଏସ୍ ବିକଜ ଦି ନେମ୍ସ ୱାର୍ ଲିଷ୍ଟେଡ୍ ଇନ୍ ଆଲଫାବେଟିକାଲ ଅର୍ଡର ପିଲାମାନେ ଆମେ କହିପାରିବା ତାଙ୍କର ନାଁ ଯଦି ଆମେ କହିପାରିବା alphabetical order ସେ ସ୍କୁଲରେ ଫଲୋ କରାଯାଉଥିଲା his name got pushed into third position from the bottom ମାନେ 1 2 3 4 5 6 7 8 9 10 ଆମେ କହିପାରିବା 1 ନମ୍ବର 2 ନମ୍ବର ଏଟା 3 ନମ୍ବର ରୋରେ ସେ ବସନ୍ତି କିଏ ସେ ଲେଖକ the letter s comes lower in the english alphabet କାହିଁକିନା ଇଂଲିଶ ଆଲଫାବେଟରେ ଏ ଠୁ ପିଲାମାନେ ଏସ୍ ଟି ୟୁ ଭି ଡବ୍ଲ୍ୟୁ ଏକ୍ସ ୱାଇ ଆଉ ଜେଡ୍ ଜେଡ୍ ପିଲାମାନେ ବହୁତ କମ ଥାନ୍ତି ଯାକ ମାନେ ଯାକ ବି ତ ପିଲାମାନେ ଜେ ରହୁଛି ତ ୟାକ୍ ଏମିତି ସବୁ ଥିବେ ଏକ୍ସ ପିଲାମାନେ ବହୁତ କମ ନା ଡବ୍ଲ୍ୟୁରେ ଓଲ୍ଡନ ଫୋଲ୍ଡନ ତ ଏମିତିଆ ହିସାବ ଦେଖିଲା ବେଳେ ପିଲାମାନେ ଏସ୍ ତାଙ୍କ ନାଁ ବହୁତ କମରେ ଆସେ ବୁଝିପାରୁଛ ଟି କଲ୍ ଗୋଟେ ଆସିଲା ତ ତେଣୁକରି ଦି ଲେଟର ଏସ୍ କମ୍ସ ଲୋଅର ଇନ୍ ଇଂଲିଶ ଆଲଫାବେଟ୍ and this put the author in a disadvantage ତେଣୁକରି ଲେଖକ କହିଛନ୍ତି ମୋ ନାଁ ଯେହେତୁ ଏସ୍ ରୁ ଆରମ୍ଭ ହୋଇଥିଲା ନାମ ଗୁଡ଼ିକ ବର୍ଣ୍ଣାନୁକ୍ରମିକ କ୍ରମରେ ତାଲିକାଭୁକ୍ତ ହୋଇଥିବାରୁ ତାଙ୍କ ନାମ
ତଳୁ ତୃତୀୟ ସ୍ଥାନକୁ ଠେଲି ହୋଇଗଲା। ଇଂରାଜୀ ବର୍ଣ୍ଣମାଳାରେ ଏସ୍ ଅକ୍ଷର କମ୍ ଆସିଥାଏ ଏବଂ ଏହା ଲେଖିବାକୁ ବା ଲେଖକଙ୍କୁ ବହୁତ ଅସୁବିଧାରେ ପକେଇଥିଲା, କାହିଁକି ନା ସେ ସବା ଶେଷରେ ରହିଯାଇଥିଲେ। ବୁଝିପାରିଲ? ଦେଖିବା ପିଲାମାନେ ପ୍ରଶ୍ନ ନମ୍ବର 10। ହାଉ ଡିଡ୍ ହି ବିକେମ୍ ଦ ଲାଷ୍ଟ ବୟ ଇନ୍ ଦ କ୍ଲାସ୍? ସେ କିପରି ଶ୍ରେଣୀରେ ଶେଷ ବାଳକରେ ଗଣା ହୋଇଥିଲେ? ପିଲାମାନେ ଆନ୍ସର ଲେଖିପାରିବ। ହି ୱାଜ୍ ଥାର୍ଡ ଫ୍ରମ୍ ଦ ବଟମ୍। କାରଣ ଦି ଟୁ ବଏଜ୍ ସକ୍ସିଡିଂ ହିମ୍, ଯୋଉ ତିନୋଟି ପିଲାମାନେ ଲେଖକଙ୍କ ପରେ ରହିଥିଲେ, ଲେଖକ ଧର ଭାବି ନିଅ ଯଦି 4 ଅଛନ୍ତି, 5, 6, 7 ଏ ତିନୋଟି ପିଲା ତାଙ୍କ ପରେ ରହିଥିଲେ। ତାଙ୍କ ପରେ ଥିବା 2 ପୁଅ ନିଜ କାରଣରୁ ବିଦ୍ୟାଳୟ ଛାଡ଼ିଦେବାରୁ ଲେଖକଙ୍କୁ ସମ୍ପୂର୍ଣ୍ଣ ଶେଷରେ ରହିବାକୁ ପଡ଼ିଥିଲା। ପିଲାମାନେ ଆମେ କହିପାରିବା ଯେ ଯୋଉ 3ଟି ପିଲା କିମ୍ବା 2ଟି ପିଲା ତାଙ୍କ ପରେ ସ୍କୁଲରେ ଥିଲେ, ତ ତାଙ୍କର କୌଣସି ବି କାରଣ ସକାଶେ, ପର୍ସନାଲ କାରଣ ସକାଶେ ସେ ସ୍କୁଲ ଆସିପାରିଲାନି, ତ ଲେଖକ ହେଇଗଲେ ସ୍କୁଲରେ ଶେଷ ପିଲା। ପ୍ରଶ୍ନ ନମ୍ବର 11, ହ୍ୱାଟ ଇଜ ଦ କଷ୍ଟ୍ୟୁମ ଅଫ କଲିଂ ଦ ରୋଲ ଆଟ୍ ହାରୋ? ପିଲାମାନେ ହାରୋରେ ରୋଲ ବା କହିପାରିବା ପ୍ରେଜେଣ୍ଟ ଡାକିବାର ପ୍ରଥା କଣ ଥିଲା? ଆନ୍ସର ଲେଖିପାରିବା। ଇନ୍ ହାରୋ ଦି ବଏଜ୍ ହାଭ୍ ଟୁ ୱାକ୍ ପାଷ୍ଟ ଦ ମାଷ୍ଟର ଅଫ ଦ ସ୍କୁଲ ଇନ୍ ଦ ସ୍କୁଲ ୟାର୍ଡ ଆଣ୍ଡ ଆନ୍ସର ଦେୟାର ନେମ୍ସ ଓନ୍ଲି ୱାନ୍ ବାଇ ୱାନ୍। ମାନେ ହାରୋ ସ୍କୁଲରେ କଣ ହବ ନା, ବାଳକମାନେ ବିଦ୍ୟାଳୟ ପ୍ରାଙ୍ଗଣରେ ବିଦ୍ୟାଳୟର ଯୋଉ ଶିକ୍ଷକ ଥିଲେ ତାଙ୍କ ନିକଟ ଦେଇ ଯିବାକୁ ପଡିବ, ତାଙ୍କ ପାଖକୁ ଦେଇ ଅତିକ୍ରମ କରି ଯିବାକୁ ପଡିବ ଏବଂ ଗୋଟିଏ ପରେ ଗୋଟିଏ ସେମାନଙ୍କର ନାମର ଉତ୍ତର ଦେବାକୁ ପଡିବ। ମାନେ ଏମିତି ଡକା ଯିବନି ଯେ କିଏ ଅଛ, ଏସ୍ ସାର୍, ନୋ ସାର୍, ସେମିତି ନାହିଁ। ଯେତେବେଳେ ପିଲା ଅଛନ୍ତି ଲାଇନରେ ଠିଆ ହେବେ, ସମସ୍ତେ ତାଙ୍କ ଅତିକ୍ରମ କରିକି ତାଙ୍କ ଯିବେ। ପ୍ରଶ୍ନ ନମ୍ବର ପିଲାମାନେ ଆମେ ଦେଖିବା 12 ବା 12। ହ୍ୱାଟ ଇଜ ଦ କଷ୍ଟ୍ୟୁମ ଅଫ କଲିଂ ଦ ରୋଲ? ପିଲାମାନେ ବୋଧେ ହଁ, ରୋଲ ଡାକିବା ପ୍ରଥା। ପିଲାମାନେ ପ୍ରଶ୍ନ ଦିଟା ଯାକ ମତଲବ ହଉଛି ବୋଧେ ଏକାଠି କିମ୍ବା କୌଣସି କାରଣରୁ ପ୍ରଶ୍ନ ଦେଖିଦଉଛି। ହ୍ୱାଟ ଇଜ ଦ କଷ୍ଟ୍ୟୁମ ଅଫ କଲିଂ ଦ ରୋଲ ଆଟ୍ ହାରୋ? ହ୍ୱାଟ ଇଜ ଦ କଷ୍ଟ୍ୟୁମ ଅଫ କଲିଂ ଦ ରୋଲ ଆଟ୍ ଏଟନ? ଆଚ୍ଛା ପିଲାମାନେ ଏଟନ, ଏଠି ଏଟନ, ସରି, ଏଟନରେ ରୋଲ ଡାକିବାର ପ୍ରଥା କଣ ରହିଥିଲା? ଆନ୍ସର ଲେଖିପାରିବ। ଇନ୍ ଏଟନ ଦି ବଏଜ୍ ଷ୍ଟାଣ୍ଡ ଇନ୍ କ୍ଲଷ୍ଟର୍ସ, ଗୋଟେ ଗୁଚ୍ଛ ହେଇକି ଏକତ୍ରିତ ହେଇକି ମିଳେଇକି ଠିଆ ହେବେ ଆଣ୍ଡ ହାଭ୍ ଟୁ ଆନ୍ସର ଦ କଲ୍ ବାଇ ଲିଫ୍ଟିଂ ଦେୟାର ହ୍ୟାଟ୍ସ। ଏଟନରେ ବାଳକମାନେ એકત્રિତ ହୋଇ ଠିଆ ହୁଅନ୍ତି ଏବଂ ଟୋପି ଉଠାଇ ଉତ୍ତର ଦେବାକୁ ପଡିଥାଏ, ମାନେ ଯେତେବେଳେ ପ୍ରେଜେଣ୍ଟ ଆସେ ବା ସେମାନଙ୍କର ଉପସ୍ଥିତି ଜାହିର କରାଯାଏ। ପ୍ରଶ୍ନ ନମ୍ବର 13, ହ୍ୱାଇ ହିଜ୍ ଲାଷ୍ଟ ଅଫ୍ ଅଲ୍, ହ୍ୱାଇ ଡିଡ୍ ପିପୁଲ ସେ ସୋ? କାହିଁକି ସେ ସର୍ବଶେଷରେ ଲୋକମାନେ କହି ହୁଅନ୍ତି? ଲୋକମାନେ ଏପରି କହିବାର କାରଣ କଣ ଯେ ସର୍ବଶେଷରେ ସେ ପିଲା ଅଛି ବୋଲି? ପିଲାମାନେ ଆନ୍ସର ତମେ ଜାଣିଛ। ଦି ଅଥର୍ସ ଫାଦର, ଲେଖକଙ୍କର ଯେ ବାପା ଥିଲେ ଲର୍ଡ ରୋଣ୍ଡାଲ। ପିଲାମାନେ ସରି, ରୋଣ୍ଡାଲ ତ ତାଙ୍କର ଭଲ ନା, ରୋଣ୍ଡାଲ, ହଁ ଠିକ ଅଛି, ଆମେ ରୋଣ୍ଡାଲ ବି ପଢିପାରିବା କାହିଁକିନା ଆମର ରୋଣ୍ଡାଲ ଯାହା ବି ପଢେ ପିଲାମାନେ, ସରି ପ୍ରୋନାଉନ୍ସିଏସନ ମୁଁ ତ ଭଲସେ କହିପାରୁନି କଣ ତାଙ୍କ ନାଁ, ମାନେ ସେମିତି ପିଲାମାନେ ଅଲଗା ଅର୍ଥ ବାହାରିବ ପଢିଲେ। ତ ରୋଣ୍ଡାଲ ଚର୍ଚିଲ ୱାଜ ଏ ୱେଲ୍ ନୋନ୍ ପବ୍ଲିକ ଫିଗର ଅଫ ଗ୍ରେଟ୍ ରେପୁଟେସନ। ପିଲାମାନେ ଆମେ କହିପାରିବା ଲେଖକଙ୍କ ପିତା ଲର୍ଡ ରୋଣ୍ଡାଲ, ଠିକ ଅଛି। ରାଣ୍ଡାଲ ଚର୍ଚିଲ ଜଣେ ପ୍ରତିଷ୍ଠିତ ଜନପ୍ରତିନିଧି ଥିଲେ। ଡି visitors expected the author being the son of such as a illustrious man to be ahead of others. This is why they were bemused to see him at the end of the line. ପରିଦର୍ଶକମାନେ ଆଶା କରିଥିଲେ ଯେ ଲେଖକ ଏହିପରି ଜଣେ ଦୃଷ୍ଟାନ୍ତମୂଳକ ବ୍ୟକ୍ତିଙ୍କ ପୁତ୍ର, ତାପରେ ସେ ଅନ୍ୟମାନଠୁ ଆଗରେ ରହିବା କଥା ଏବଂ ଏହି କାରଣରୁ ସେମାନେ ତାଙ୍କୁ ଲାଇନର ଶେଷରେ ଦେଖିବା ପାଇଁ ବିସ୍ମିତ ହୋଇଥିଲେ। ପିଲାମାନେ ସ୍ୱାଭାବିକ କଥା, ଜଣେ ଖାଲି କେବେ ଚାହିଁବନି ତା ପିଲାକୁ ସବା ଶେଷରେ ଠିଆ ହେବା ଦେଖିବ, ତ ଏମିତି ଲେଖକଙ୍କୁ ବହୁତ ଖରାପ ଲାଗିଲା। କାହିଁକି ନା ପିଲାମାନେ ଯେହେତୁ ତାଙ୍କ ବାପା କଣ ଥିଲେ, ଜଣେ ବହୁତ ଆମେ କହିପାରିବା ବହୁତ ଭଲ ଜଣେ ଜନପ୍ରତିନିଧି ଥିଲେ ବା ଲୋକାଲ ଲିଡର ଥିଲେ, ତ ସ୍ୱାଭାବିକ କଥା ପିଲାମାନେ ଜଣେ ଗାର୍ଡିଆନ କେବେ ବି ଚାହିଁବେ ନାହିଁ। ଆଇ ହୋପ ପିଲାମାନେ ତମମାନଙ୍କୁ ବହୁତ ଭଲ ଭାବରେ ବୁଝେଇବାରେ ମୁଁ କୌଣସି ପ୍ରକାର ଅବହେଳା କରିନି। ଯଦି ବି ତମର ଲାଗୁଛି କୋଉଠି ଡାଉଟ ଅଛି କିମ୍ବା କୋଉଠି ମୁଁ କିଛି ଛାଡି ଯାଉଛି, ସ୍କିପ୍ କରିଯାଉଛି, ତାହେଲେ ତମମାନେ ମୋତେ କମେଣ୍ଟ ସେକ୍ସନ ଲେଖି ଜଣେଇ ପାରିବ। ମୁଁ ନେକ୍ସଟ କ୍ଲାସରେ ତମମାନଙ୍କ ସହିତ ଆଲୋଚନା କରିଦେବି। ବହୁତ ବହୁତ ଧନ୍ୟବାଦ ପିଲାମାନେ। ଜୟ ହିନ୍ଦ, ଜୟ ଭାରତ।